हाय हेलो जय जगन्नाथ वेलकम टू माय मॉर्निंग ब्लॉग। ଆପଣ ତ ଜାଣିଥିଲେ ଏଇ ଶାଢ଼ୀଟା ମୁଁ ପିନ୍ଧିକି ଯାଇଥିଲି, ସେଥିପାଇଁ ଭଲସେ ସଫା ବି କରିନଥିଲି। ସଫା କରି ସାରିକି ରଖିଦେଲି। ଏଠି ମୁଁ ଭଜା ପାଇଁ ଟିକେ କାଟାକୁଟି କରିଦେଲି। କାଟାକୁଟି ସାରିକରି ତ ଏଇଠି ନିଆଁ ଜଳାଇ ସାରିକରି ମୁଁ ଚୁଲିରେ ମୁଁ କଡ଼େଇ ବସେଇ ଦେଇକରି ଏଠି ଭଜା କରି ବସେଇଦେଲି। ତାପରେ ଭଜା ହେଇସାରିଲା ପରେ ମୁଁ ଏଠି ଗହମ ଆଉ ବାସୁମତୀ ଧାନ ଯେଉଁଟା କ୍ଷୀରି କରାଯାଏ ତାଠୁ ଶୁଖେଇ ସାରିକି ଏଠି ପେଷେଇ କରାଲା ବେଳକୁ ଖୁଡ଼ି ଭଲସେ ସଫା କରିଦେଉଛନ୍ତି। ଆଉ ମୁଁ ବି ଏଠି ପିଆଜ କଟାକଟି କରି ସାରିଦେଲି। ତାପରେ ଏଠି ରସୁଣଟା ଘରେ ଲଗା ହେଇଥିଲା ବେଳକୁ ଏଇଟା ବି ମୁଁ ଏଇ ରସୁଣ ବି ଭଲସେ ସଫା କରି ସାରିକି ଗୁଣ୍ଡ କରିଦେଲି। ତାପରେ ସନ୍ଧ୍ୟା ବେଳକୁ ମୁଁ ଦାଦା ଆଉ ଖୁଡ଼ି 3 ଜଣ ମିଶିକରି ଆମେ ରୋଷେଇ କରୁଥିଲୁ। ଏଇଠି ଦାଦା ତାଙ୍କର ପୁରୀ ବୁଲୁଛନ୍ତି, ଏଇଠି ମୁଁ ମୋର କ୍ଷୀରି ବନେଇବା ପାଇଁ ପ୍ରସ୍ତୁତ କରି ଚାଲିଛି। ଏଇଠି ଆମର ନିନି ଛୁଆ ତାର ବାର୍ଥଡେ ଯେ ଆଜି ବହୁତ ଖୁସି। ଏଠି ଆମେ କେକ୍ କଟାକଟି କରି ସାରିକରି ଏଠି ଖାଇବା ପାଇଁ ବସି ପଡ଼ିଲୁ, କାହିଁକିନା ଲାଇନ୍ କଟି ଯାଇଥିଲା, ବର୍ଷା ବି ବହୁତ ଆସୁଥିଲା। ଆପଣଙ୍କୁ ଭିଡ଼ିଓଟା ଭଲ ଲାଗିଲା ଲାଇକ୍